ନମସ୍କାର। ଡକ୍ଟର ସରୋଜର ସ୍ୱତନ୍ତ୍ର କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛି ମୁଁ ସରୋଜ। ୟା ଭିତରେ ଇଲେକ୍ସନ୍ ଶେଷ ହେଇଛି, ସିଲ୍ ରହିଛି ଇଭିଏମ୍, ତା ସହିତ ସିଲ୍ ହେଇଛି ନେତାଙ୍କର ଭାଗ୍ୟ। ହେଲେ କ'ଣ ରହିଛି ଖଣ୍ଡପଡ଼ାର ଭାଗ୍ୟ ଏବଂ ଭବିଷ୍ୟ, ତାକୁ ନେଇ ଆମେ ପଲିଟିକାଲ ପୋଷ୍ଟମର୍ଟମରେ ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀକୁ ଯିବା। ଯଦି ଆମେ ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀ କଥା ଆଲୋଚନା କରିବା, ତେବେ ନିଶ୍ଚିତ ଭାବେ ଏଠି ମତଦାନ ହାର ଅନ୍ୟ 4ଟି ନିର୍ବାଚନ ମଣ୍ଡଳୀ ଯାହା ରହିଛି ନୟାଗଡ଼ ଜିଲ୍ଲାର ତା ଅପେକ୍ଷା ଭଲ ରହିଛି। ଅର୍ଥାତ୍ 79% ନିର୍ବାଚନର ଯେଉଁ ମତଦାନର ଯେଉଁ ହାର ଏଠି ରହିଛି। କିନ୍ତୁ ଯଦି ଆମେ ଦଶପଲ୍ଲା କଥା ଦେଖିବା, ସେଠି 72% ରହିଥିବା ବେଳେ ରଣପୁର ଏବଂ ନୟାଗଡ଼ ଏଠି 74% ଯାହା ମତଦାନ ହାର ରହିଛି। ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀରେ ମୋଟ ଭୋଟର ରହିଛନ୍ତି 1,85,377 ଏବଂ ସେମାନଙ୍କ ମଧ୍ୟରୁ 1,79,938 ମତଦାନ କରିଛନ୍ତି। ସେମାନଙ୍କ ଭିତରେ ପୁରୁଷ ଅଛନ୍ତି 78,053 ଏବଂ ମହିଳା ରହିଛନ୍ତି 71,885। ଯଦି ଆମେ ଭାପୁର ବ୍ଲକ କଥା ଆଲୋଚନା କରିବା, ତେବେ ଭାପୁର ବ୍ଲକର ମୋଟ ଭୋଟର 86,622 କିନ୍ତୁ ମତଦାନ କରିଛନ୍ତି 70,693। ସେମାନଙ୍କ ଭିତରେ ତାହେଲେ 15,929 ଜଣ ଯେଉଁମାନେ ବାଦ ପଡ଼ିଛନ୍ତି ଭୋଟ ଦାନରୁ। ସେଭଳି ଆମେ ଯଦି ଖଣ୍ଡପଡ଼ା କଥା ଆଲୋଚନା କରିବା, ତେବେ ଖଣ୍ଡପଡ଼ାରେ ଅଛନ୍ତି 98,755 ଭୋଟର ଆଉ ଚଳିତ ନିର୍ବାଚନରେ 79,245 ଜଣ ମତଦାନ ସାବ୍ୟସ୍ତ କରିଥିବା ବେଳେ 19,510 ଜଣ ସେଥିରୁ ବିରତ ରହିଛନ୍ତି। ଯଦି ଆମେ ବିସ୍ତୃତ ଭାବେ ଆଲୋଚନା କରିବା, ନୟାଗଡ଼ ଜିଲ୍ଲାରେ ଯେଉଁ 4ଟି ନିର୍ବାଚନ ମଣ୍ଡଳୀ ରହିଛି ନୟାଗଡ଼, ଦଶପଲ୍ଲା, ରଣପୁର ଏବଂ ଖଣ୍ଡପଡ଼ା, ତା ଭିତରୁ ଖଣ୍ଡପଡ଼ାରେ ମତଦାନ ହାର ସର୍ବାଧିକ ରହିଛି 79.8%। ଯଦି ରଣପୁର କଥା କହିବା 74.79, ଯଦି ନୟାଗଡ଼ କଥା କହିବା ତେବେ 74.81 ଏବଂ ଯଦି ଦଶପଲ୍ଲା କଥା କହିବା ତେବେ 72% ମତଦାନ ହାର ସେଠି ରହିଛି। ତାହେଲେ ଏଥିରୁ ଆମେ ଅନୁମାନ କରିପାରୁଛେ କେତେ ସଚେତନ ଅଛନ୍ତି ଭୋଟର ଆମ ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀରେ। ଏବଂ ବିଶେଷ କରିକି ଭାପୁର ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ପ୍ରଧାନ ଯେତେବେଳେ ବିଜେଡି ଟିକେଟ ପାଇଛନ୍ତି ବା ବିଜେଡିରୁ ସେ ଯେତେବେଳେ ନିର୍ବାଚନ ଲଢୁଛନ୍ତି, ୟା ଭିତରେ ବିଜେପି ପକ୍ଷରୁ ଦୁଷ୍ମନ୍ତ ସ୍ୱାଇଁ ମଧ୍ୟ ଟିକେଟ ପାଇଛନ୍ତି ଏବଂ ଏଇ ଦୁଇ ଜଣଙ୍କ ଭିତରେ ଏଠି କଡ଼ା ଟକ୍କର ଚାଲିଛି ବା ଲଢ଼େଇଟା ଜୋରଦାର ହେଇଛି। ଯେତେବେଳେ ଏହି ନିର୍ବାଚନ ମଣ୍ଡଳୀରେ 10 ଜଣ ପ୍ରାର୍ଥୀ ରହିଛନ୍ତି, ତା ଭିତରୁ 4 ଜଣ ପ୍ରାର୍ଥୀ ସାମ୍ନାକୁ ଆସିଛନ୍ତି, ଯାହାଙ୍କୁ ସାଧାରଣ ଜନତା ବା ଭୋଟରମାନେ ଚିହ୍ନିଛନ୍ତି। ଯେପରିକି ଆଉ ଜଣେ ରହିଛନ୍ତି ଅନୁଭବ ପଟ୍ଟନାୟକ ସ୍ୱାଧୀନ ପ୍ରାର୍ଥୀ ଭାବେ ଏବଂ କଂଗ୍ରେସରୁ ବୈଜୟନ୍ତୀମାଳା ମହାନ୍ତି। କିନ୍ତୁ ବିଶେଷ କରିକି ଲଢ଼େଇ ରହିଛି ବିଜେଡି ଏବଂ ବିଜେପି ଭିତରେ। ତେବେ ୟା ଭିତରେ ନିର୍ବାଚନ ଶେଷ ହେଇଛି, ଏବେ ଚାଲିଛି ଅଙ୍କ କଷା। କର୍ମୀମାନଙ୍କ ଭିତରେ ଏହାକୁ ନେଇ ଅନେକ ଉତ୍ସାହ ରହିଥିବା ବେଳେ ଜଣାପଡ଼ିବ ଆଗାମୀ ଜୁନ 4 ତାରିଖରେ କିଏ ଜିତୁଛି ପଶାପାଲି ଏବଂ କିଏ ହାରୁଛି ବାଜି। ଆଉ ସେତେବେଳେ ହିଁ ନିର୍ଦ୍ଧାରଣ ହେବ ଖଣ୍ଡପଡ଼ାର ଭାଗ୍ୟ ଏବଂ ଭବିଷ୍ୟ। ଏବଂ ଆମେ ସମସ୍ତେ ଭୋଟର ଆଶା ରଖିବା ଆମ ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀ ପାଇଁ ଏଭଳି ଜଣେ ରାଜନେତା ଆସନ୍ତୁ, ଯିଏକି ଆଗାମୀ 5 ବର୍ଷ ପାଇଁ ସୁଶାସନ ସହିତ ଲୋକମାନଙ୍କର ସମସ୍ତ ସମସ୍ୟାକୁ ଅବଗତ ରଖି ସେମାନେ ଖଣ୍ଡପଡ଼ାର ବିକାଶ କରିବେ, ଯାହାଫଳରେ ସାଧାରଣ ଜନତା ଏହାକୁ ନେଇ ଉପକୃତ ହେବା ସହିତ ଗର୍ବରେ କହିପାରିବେ ଆମ ଖଣ୍ଡପଡ଼ା ବିକାଶର ମାଟି, ବିଦ୍ୟାର ମାଟି ଏବଂ ଯେଉଁଥିପାଇଁ ଆମ ଖଣ୍ଡପଡ଼ା ସାରା ଓଡ଼ିଶାରେ, ସାରା ଭାରତରେ ଗୋଟେ ଚର୍ଚ୍ଚାରେ ରହିବ। ସରିଛି ନିର୍ବାଚନ ମହାକୁମ୍ଭ 2024। ଏହା ଭିତରେ ସିଲ୍ ହେଇଛି ଇଭିଏମ୍ ଏବଂ ତା ସହିତ ସିଲ୍ ରହିଛି ନେତାଙ୍କର ଭାଗ୍ୟ। ତେବେ ଦେଖିବାକୁ ବାକି ରହିଲା କ'ଣ ରହିଛି ଖଣ୍ଡପଡ଼ାର ଭାଗ୍ୟ ଏବଂ ଭବିଷ୍ୟ। ଯେତେବେଳେ ଜୁନ 4 ତାରିଖରେ ସମସ୍ତ ରାଜନେତାଙ୍କର ଭାଗ୍ୟ ନିର୍ଦ୍ଧାରଣ ହେବ, ସେତେବେଳେ ସାମ୍ନାକୁ ଆସିବ ଏହାର ବାସ୍ତବ ଚିତ୍ର।
ତେବେ ଦେଖିବାକୁ ବାକି ରହିଲା ଖନପଡ଼ାବାସୀଙ୍କ ଭିତରେ କିଏ ଶାସନର ଭାର, ଶାସନର ଡୋରି କିଏ ଧରୁଛି, କିଏ ସିଂହାସନ ଆରୋହଣ କରୁଛି ଏବଂ କିଏ ପଶାପାଲି ହାରି ଶେଷରେ ସିଂହାସନରୁ ବିଦାୟ ନେଉଛି। ମୁଁ ସରୋଜ ଖନପଡ଼ାର ଏହି ପଲିଟିକାଲ ପୋଷ୍ଟମର୍ଟମକୁ ଏଇଠି ରଖୁଛି। ଧନ୍ୟବାଦ।